1934 ମସିହା ଭାରତରେ ଚାଲିଥାଏ ବ୍ରିଟିଶ ଶାସନ। ବ୍ରିଟିଶ ଦ୍ୱାରା ଭାରତର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଓଡ଼ିଶା ପାଇଁ ସର୍ଭେ ଶେଷ ହୋଇଥିଲା। ଗଜପତି ରାଜପ୍ରାସାଦକୁ ଆସି ପହଞ୍ଚିଲା ଏକ ଚିଠି। ଚିଠିରେ ଉଲ୍ଲେଖ ଥିଲା ଯେ ପାରଳାଖେମୁଣ୍ଡି ଏବଂ ଜୟପୁର ପ୍ରଦେଶ ଓଡ଼ିଶାରେ ଇନକ୍ଲୁଡ୍ ହେବ ନାହିଁ। ନ୍ୟୁଲି କ୍ରିଏଟେଡ୍ ଓଡ଼ିଶା ଷ୍ଟେଟ୍ରେ ନିଜ ରାଜ୍ୟ ବା ପାରଳାଖେମୁଣ୍ଡି ନ ମିଶିବା ଦେଖି ରାଜା ଅତ୍ୟନ୍ତ ଦୁଃଖିତ ହୋଇଥିଲେ। ତାଙ୍କ ହୃଦୟ ଭାଙ୍ଗି ଯାଇଥିଲା। ସେ ଲଣ୍ଡନ ଗସ୍ତ କରିଥିଲେ ଏବଂ ପାରଳାଖେମୁଣ୍ଡି ଓ ଜୟପୁର ଓଡ଼ିଶାରେ ମିଶାଇବା ପାଇଁ ବହୁତ ଚେଷ୍ଟା କରିଥିଲେ। ଜଏଣ୍ଟ ପାର୍ଲାମେଣ୍ଟାରୀ କମିଟି ଡିସାଇଡ୍ କଲେ ଯଦି ପାରଳାଖେମୁଣ୍ଡିକୁ ଓଡ଼ିଶାରେ ମିଶାଯାଏ ତାହେଲେ କମିଟି ଡିସାଇଡ୍ କଲେ ଯଦି ପାରଳାଖେମୁଣ୍ଡିକୁ ଓଡ଼ିଶାରେ ମିଶାଯାଏ ତାହେଲେ ପାରଳା ରାଜ୍ୟର 2/3 ପ୍ରପର୍ଟିକୁ ରାଜାଙ୍କୁ ମାଡ୍ରାସ ପ୍ରେସିଡେନ୍ସିକୁ ହରାଇବାକୁ ପଡ଼ିବ। ପାରଳାଖେମୁଣ୍ଡି ଜମିଦାରୀରେ ମଞ୍ଜୁସା, ଇଚ୍ଛାପୁର, ସୋମପେଟା, ମୁଖଲିଙ୍ଗମ୍, ଶ୍ରୀକାକୁଲମ୍, ବିଜୟନଗରମ୍ ଆଦି ସ୍ଥାନ ସବୁ ଥିଲା। ରାଜା ଭାବିଲେ ଓ ଏହା ଘୋଷଣା କଲେ ଯେ ଓଡ଼ିଶା ସୃଷ୍ଟି ପାଇଁ ସେ ନିଜର 2/3 ସମ୍ପତ୍ତିକୁ ମାଡ୍ରାସ ପ୍ରେସିଡେନ୍ସିକୁ ହରାଇବା ପାଇଁ ପ୍ରସ୍ତୁତ। ସେ କହିଥିଲେ ଯେ ପବିତ୍ର ମହେନ୍ଦ୍ର ତନୟା ନଦୀ ଡିସାଇଡ୍ କରିବ ଆମ ରାଜ୍ୟର ସୀମା। ନଦୀର ଦକ୍ଷିଣ ଭାଗ ହେବ ମାଡ୍ରାସ ପ୍ରେସିଡେନ୍ସି ଏବଂ ଉତ୍ତର ଭାଗ ହେବ ଓଡ଼ିଶା।